ଏବେ ଆମେ 21 ତାରିଖ ମଙ୍ଗଳବାର 21 ତାରିଖ ଅକ୍ଟୋବର 21 ତାରିଖ ମଙ୍ଗଳବାରକୁ ନେଇ ଯେଉଁ ଦୈନିକ ରାଶିଫଳ ପାଠ କରୁଛେ, ଆଲୋଚନା କରୁଛେ, କଥୋପକଥନ ହେଉଛେ, ସେ ବିଷୟରେ ଶୁଣିବା। 21 ତାରିଖ ମଙ୍ଗଳବାର। ଏବେ ଆମେ 21 ତାରିଖ ମଙ୍ଗଳବାର ବିଷୟରେ ଆଲୋଚନା କରିବା ଯେ ଆଜିର ରାଶିଫଳ କ'ଣ ଅଛି। ମୁଖ୍ୟତଃ ଆଜି ସୂର୍ଯ୍ୟାସ୍ତ 5:18 ପରେ 5:18 ପୂର୍ବରୁ ପ୍ରସ୍ତୁତ ହେବା। ଅଶୁଭ ସମୟ 2:22ରୁ 3:48। ଅଶୁଭ ସମୟ 2:22ରୁ 3:48। ଏହି ସମୟ ପୂର୍ବରୁ ବା ପରେ ଆମେ କାର୍ଯ୍ୟ ଆରମ୍ଭ କରିବା, ଯାତ୍ରା ଆରମ୍ଭ କରିବା। ଇଏ ଗଲା ସମସ୍ତଙ୍କ ପାଇଁ। ଆଜି ମକର ରାଶିର ଘାତ ବାର। ମକର ରାଶିର ଘାତ ବାର। ବୃଷ ରାଶି ପୁରୁଷ ଓ ଧନୁରାଶି ମହିଳାଙ୍କର ମଧ୍ୟ ଘାତ, ମାନେ ଘାତ ଚନ୍ଦ୍ର। ବୃଷ ରାଶି ପୁରୁଷ ଓ ଧନୁରାଶି ମହିଳାଙ୍କର ଘାତ ଚନ୍ଦ୍ର। ଆଜି ଅମାବାସ୍ୟା ଅଛି ସନ୍ଧ୍ୟା 5:55 ଯାଏ। ଆଜି ଅମାବାସ୍ୟା ଅଛି ସନ୍ଧ୍ୟା 5:55 ଯାଏ। ଆଉ ଆଜି ଚନ୍ଦ୍ର ପରିବର୍ତ୍ତନ କନ୍ୟାରୁ ତୁଳାକୁ ଯିବ। କେତେବେଳେ ଯିବ, କ'ଣ କରିବ, ଶୁଣିବା। ରାତି 11ଟା ଯାଏ, ରାତି 11ଟା ଯାଏ ମେଷ ରାଶିର ସବୁ ଦିଗରୁ ଭଲ। ଲମ୍ବା ଟାଇମ୍। ରାତି 11ଟା ଯାଏ ମେଷ ରାଶିର ସବୁ ଦିଗରୁ ଭଲ। ରାତି 11ଟା ପରେ ଦ୍ୱିଜା ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ। ରାତି 11ଟା ପରେ ଦ୍ୱିଜା ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ। ଦିନ 10ଟା ଯାଏ ଯେଉଁ କାର୍ଯ୍ୟ ଆରମ୍ଭ କରିବ ବା ଯେଉଁ କାର୍ଯ୍ୟରେ ହାତ ଦେବ ତାହା ଲାଭପ୍ରଦ ହେବ। 10ଟା ଯାଏ ବଢ଼ିଆ ସମୟ, 10ଟା ଯାଏ ବଢ଼ିଆ ସମୟ। ତେଣୁ ଦିନ 10ଟା ଯାଏ ଯେଉଁ କାର୍ଯ୍ୟ ଆରମ୍ଭ କରିବ ବା ଯେଉଁ କାର୍ଯ୍ୟରେ ହାତ ଦେବ ତାହା ଲାଭପ୍ରଦ ହେବ। ମୁଁ କହୁଛି ମେଷ ରାଶି ଉପରେ। ତା ପରଠାରୁ ବିବିଧ ରୂପରେ ନାନାବିଧ ଉପାୟରେ ହାତକୁ ବା ଘରକୁ ଯାବତୀୟ ଅର୍ଥ ଆସିବ। ବିଭିନ୍ନ ରୂପରେ, ବିବିଧ ରୂପରେ, ବିଭିନ୍ନ ଉପାୟରେ, ନାନାବିଧ ଉପାୟରେ ହାତକୁ ବା ଘରକୁ ଅର୍ଥ ଆସିବ। ହେଲା, ନଗଦ କେସ୍ ନ ଆସିପାରେ, ଆସିପାରେ। ବନ୍ଧୁଗତ ସୁଖ, ଜୀବନ ସାଥୀର ବ୍ୟବହାର, ସ୍ନେହ ଆଦର, କର୍ମ ମୁଖ୍ୟଙ୍କ ଆଦର, ଯିଏ ଯେଉଁଠି କାମ କରୁଥିବ, ଅଫିସର ଅଫିସର, କାରଖାନାର ମ୍ୟାନେଜର ଇତ୍ୟାଦି, କର୍ମ ମୁଖ୍ୟଙ୍କ ଆଦର, ପଡ଼ୋଶୀମାନଙ୍କର ମଧୁର ସଂଳାପ, ଆନନ୍ଦ। ମୋଟାମୋଟି ମେଷ ରାଶି ପାଇଁ ଆଜି ଏକ ବଢ଼ିଆ ଦିନ। ସବୁ ଦିଗରୁ ଲାଭ ଲାଭ ଲାଭ। ମୁଖ୍ୟତଃ ଦେହ ଠିକ୍ ରହିବ। ତ ଦିନ ସକାଳ 9:40 ଯାଏ, ଦିନ ସକାଳ 9:40 ଯାଏ ନାନାବିଧ ସୁଖ ସମ୍ଭାର ନେଇ ଆଜିର ସମୟ ବୃଷ ରାଶିକୁ ସ୍ୱାଗତ କରିବ। ଆଉ କିଛି ନା, ଦିନ ସକାଳ 9:40 ଯାଏ ନାନାବିଧ ସୁଖ ସମ୍ଭାର ନେଇ ଆଜିର ସମୟ ବୃଷ ରାଶିକୁ ସ୍ୱାଗତ କରିବ ଓ ଆନନ୍ଦିତ କରିବ। ରାତି 11ଟା ଯାଏ ସମସ୍ତ ବୃଷ ରାଶିଆ ଲାଭପ୍ରଦ ହେବେ। ରାତି 11ଟା ଯାଏ ସମସ୍ତ ବୃଷ ରାଶିଆ ଲାଭପ୍ରଦ, ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ସେବା କରି ପ୍ରଚୁର ଲାଭ କରିବେ, ଆଣିବେ। ରାତି 11ଟା ଯାଏ ସମସ୍ତ ବୃଷ ରାଶିଆ ଲାଭପ୍ରଦ, ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ସେବା କରି ପ୍ରଚୁର ଲାଭ ଆଣିବେ। ଏ ସମୟ ରୋହିଣୀ ନକ୍ଷତ୍ରର କେବଳ ରାତି 11ଟା ପରେ ଅଶୁଭ ସମୟ ଆସିବ। ଯେଉଁ ଅଶୁଭ କଥା ମୁଁ କହୁନି, ରାତି 11ଟା ପରେ, ରାତି 11ଟା ପରେ ବାଣ ଫୁଟେଇବନି, ହାତରେ ଫୁଟିବ। ରୋହିଣୀ ନକ୍ଷତ୍ରର କେବଳ ରାତି 11ଟା ପରେ ଅଶୁଭ ସମୟ ଆସିବ। ଲାଭ ଆଶାରେ ଟିକେ ଅଧିକ ପରିଶ୍ରମ କରି ଥକି ପଡ଼ିବେ। ଆସୁଛି ତ,
ଗଛରୁ ଆମ୍ବ ଝଡ଼ିଛି ସବୁ ଗୋଟେଇବା, ଅଣ୍ଟା ଦରଜ ହେଇଯିବନି। ଲାଭ ଆଶାରେ ଖଟି ଖଟି ଥକି ପଡ଼ିବେ। ଆଉ ମିଥୁନ କଥା ଶୁଣିବା। ହଉ, ସାବଧାନତାର ସହିତ ମିଥୁନ ରାଶିର ଲୋକେ ଧୈର୍ଯ୍ୟ ଧରିଲେ ଭୋଗୁଥିବା ଶାରୀରିକ ସଙ୍କଟ ସେମାନଙ୍କ ଠାରୁ ପଳେଇବ। ସାବଧାନତାର ସହିତ ମିଥୁନ ରାଶିର ଲୋକେ ଧୈର୍ଯ୍ୟ ଧରିଲେ ଭୋଗୁଥିବା ଶାରୀରିକ ସଙ୍କଟ ସେମାନଙ୍କୁ ଦିନ 9ଟା 40 ଯାଏ ଦୁଃଖ ଦେବ। 9ଟା 40 ଯାଏ ଏହି ସମସ୍ୟା ରହିବ, ଶାରୀରିକ ସଙ୍କଟ ରହିବ। ତାପରେ ନାନାବିଧ ସୁଖ ଅବଶ୍ୟ ମିଳିବ। 9ଟା 40 ପରେ ଭାଗ୍ୟ ଆକାଶରୁ ମେଘ ଘୁଞ୍ଚିଯିବ, ସୌଭାଗ୍ୟ ରବି ଉଦୟ ହେବ, ତାଙ୍କର କିରଣରେ ଆଲୋକିତ ହେବେ। ସୁତରାଂ ତାପରେ ନାନାବିଧ ସୁଖ ଅବଶ୍ୟ ମିଳିବ। ମାତ୍ର ଆର୍ଦ୍ରା ନକ୍ଷତ୍ରର ରାତି 11ଟା ପରେ ଅଶୁଭ ସମୟ ଆସିବ। ବାଣ ଫୁଟେଇବନି, ହାତରେ ଫୁଟିବ। ମାତ୍ର ଆର୍ଦ୍ରା ନକ୍ଷତ୍ରର ରାତି 11ଟା ପରେ ଅଶୁଭ ସମୟ ଆସିବ। ସୋମବାର ଠାରୁ ମଙ୍ଗଳବାର ଢେର ଅଧିକ ସୁଖ ଦେବ। ସୋମବାର ଠାରୁ ମଙ୍ଗଳବାର ଢେର ଅଧିକ ସୁଖ, ଶାନ୍ତି, ଆନନ୍ଦ, ଧନ, ବନ୍ଧୁ, ପ୍ରୀତି ଦେଇ ସମସ୍ୟାର ସମାଧାନ କରିବ। ସୋମବାର ଦିନ ଆପଣ ଟିକେ ଶାରୀରିକ ଦୁଃଖରେ ଦୁଃଖୀ ଥିଲେ, ମଙ୍ଗଳବାର ଦିନ ସେ ଦୁଃଖ ଆଉ ରହିବନି। 9ଟା 40 ପରେ ସେ ଦୁଃଖ ପଳେଇଯିବ। ତେଣୁ ସୋମବାର ଠାରୁ ମଙ୍ଗଳବାର ଢେର ଅଧିକ ସୁଖ, ଶାନ୍ତି, ଆନନ୍ଦ, ଧନ, ବନ୍ଧୁ, ପ୍ରୀତି ଦେଇ ସମସ୍ୟାର ସମାଧାନ କରିବ। ହେଲା। କର୍କଟ ରାଶି କ'ଣ ହେଲା? କର୍କଟ ରାଶି ପାଇଁ ଦିନ 9ଟା 40 ପରଠାରୁ ନାନାବିଧ ଦୁଃଖ ଆସିବ। କର୍କଟ ରାଶି ପାଇଁ ଦୁଃଖ ଦିନ। ଆଉ କର୍କଟ ରାଶି ପାଇଁ ଦିନ 9ଟା 40 ପରଠାରୁ ନାନାବିଧ ଦୁଃଖ ଆସିବ। ବିବିଧ ରୋଗ ଆକ୍ରମଣ କରିବ। ମାନସିକ ଓ ଶାରୀରିକ ବେଦନା ଭାରି ବାଧିବ। ଗୃହ କଳହ, ଚାରିତ୍ରିକ ସ୍ଖଳନ ପାଇଁ ସମସ୍ୟା ବଢ଼ିଯିବ। ବିଶେଷତଃ ଅଶ୍ଳେଷା କର୍କଟ ରାତି 11ଟା ପରେ ଢେର ଅଶୁଭ ହେବ। କର୍କଟ ରାଶିର ଆଦୌ ଭଲ ନାହିଁ। ତୁମ ଚରିତ୍ରକୁ ଲୋକମାନେ ଆଙ୍ଗୁଳି ଦେଖେଇବେ, ଏଇଟା ଏମିତି କରିଥିଲା ବୋଲି ଏଇ କଷ୍ଟ ଭୋଗୁଛି, ଆମେ ଜାଣିଛୁ ତା ବିଷୟରେ, ତା ବାପା ଏମିତିଆ, ତା ଜେଜ ଏମିତିଆ, ଇତ୍ୟାଦି ଇତ୍ୟାଦି। ତା ସାଙ୍ଗେ ରୋଗ, ଏ ଅପମାନ ବାଧିବ। ଆଉ ରାତି 11ଟା ପରେ ଅଶ୍ଳେଷା କର୍କଟକୁ ବଡ଼ ଦୁଃଖ ଆସିବ। ତେଣୁ କର୍କଟ ରାଶିର ସମସ୍ତ ବନ୍ଧୁ ଟିକେ ଭୁବନେଶ୍ୱରୀଙ୍କ ଶରଣାପନ୍ନ ହୁଅନ୍ତୁ। ହ୍ରିଂ ଭୁବନେଶ୍ୱରୀ ବାରମ୍ବାର କହନ୍ତୁ ନା, ମଙ୍ଗଳ ହେବ। ସିଂହ ରାଶି ସାବଧାନ। ବାପରେ ବାପ, କେଡ଼େ ଗର୍ଜନ କରି କହୁଛନ୍ତି ମ। ସିଂହ ରାଶି ସାବଧାନ, କାରଣ ମାତ୍ର ଦିନ 9ଟା 40 ଯାଏ ମନ୍ଦ ସମୟ ରହିବ। ଭଲ କଥା କ'ଣ? ମାତ୍ର ଦିନ 9ଟା 40 ଯାଏ ମନ୍ଦ ସମୟ ରହିବ। ସେ ଯାଏ ଟିକେ ସାବଧାନ ରହିଯିବେ। ଆଉ କ'ଣ, ଚୁପଚାପ ରହିଯିବେ, କାହା ଉପରେ ରାଗିବେନି, ଈର୍ଷା କ୍ରୋଧଠୁ ଦୂରେଇ ଯିବେ। ଆଉ କ'ଣ, ସେ ଯାଏ ମାନସିକ ଅଶାନ୍ତି ରହିବ। 9ଟା 40 ଯାଏ ମାନସିକ ଅଶାନ୍ତି ରହିବ। ସେ ଯାଏ ନୀରବତା ପାଳନ କରିବା ଉଚିତ। ପରାମର୍ଶ ଦେବେ ତ ଅପମାନ ପାଇବେ। ପରାମର୍ଶ ଆଦୌ କାହାକୁ ଦିଅନ୍ତୁ ନାହିଁ। 9ଟା 40 ପରଠାରୁ ଧନ ଲାଭର ପନ୍ଥା ଜଳ ଦିଶିବ। 9ଟା 40 ପରେ ଆଖି ଆଗରେ ଭାସି ଉଠିବ। ଧନ କେଉଁଠୁ ମିଳିବ, କେମିତି ମିଳିବ, କ'ଣ କରିବେ। 9ଟା 40 ପରେ ଧନ ଲାଭର ପନ୍ଥା ଜଳ ଦିଶିବ। ବସିବାକୁ ଇଚ୍ଛା ହେବନି। ଧାଁ ଦୌଡ଼ା କରି ରୋଜଗାର କରିବା ପାଇଁ ପ୍ରବଳ ଆଗ୍ରହ ଆସିବ। ଆୟ ବି ବଢ଼ିଯିବ। ବିଭିନ୍ନ ରୂପରେ ଘରକୁ ଧନ ଆସିବ। 9ଟା 40 ପର୍ଯ୍ୟନ୍ତ ଟିକେ ସମସ୍ୟା, ମାନସିକ ଅଶାନ୍ତି, ଅପମାନ ଯୋଗ, ବିରକ୍ତିବୋଧ। 9ଟା 40 ପରଠାରୁ ମହାଲକ୍ଷ୍ମୀ ଦୟା କରିବେ, ଭାଗ୍ୟଲକ୍ଷ୍ମୀ ଦୟା କରିବେ, କର୍ମଲକ୍ଷ୍ମୀ ଦୟା କରିବେ। ଆପଣ ଲକ୍ଷ୍ମୀମାନ ପୁରୁଷ ହେଇଯିବେ। ବାସ୍। ଏବେ ଯିବା କନ୍ୟା ପାଖକୁ। କନ୍ୟା ରାଶି ପାଇଁ ସକାଳ 9ଟା 40 ଯାଏ ସୁଖରେ ଯିବ। କମ୍ ସମୟ ସୁଖରେ ଯିବ, କମ୍ ଶୋଇବ। ମାତ୍ର 9ଟା 40 ଯାଏ
କନ୍ୟା ରାଶି ପାଇଁ ସକାଳ 9ଟା 40 ଯାଏ ସୁଖରେ ସୁଖରେ ସମୟ ଯିବ। ତା ପରଠାରୁ ମନ ମସ୍ତିଷ୍କ ଗଣ୍ଡଗୋଳ ହେବ, ମୁଣ୍ଡ ଠିକ୍ ରହିବନି, ଆକୁଳ ବ୍ୟାକୁଳ ଲାଗିବ, ଧନ ବି ମିଳିବ, ସେ ଧନ ମନକୁ ବଦଳାଇ ପାରିବନି, ସମସ୍ତଙ୍କୁ ସନ୍ଦେହ ଲାଗିବ, ବିରକ୍ତିକର କଥାବାର୍ତ୍ତା କରିବେ, ଶତ୍ରୁ ସୃଷ୍ଟି କରିବେ, ବିରକ୍ତି ହେବେ ବିନା କାରଣରେ, ସମସ୍ତେ ଆପଣଙ୍କୁ ଘୃଣା କରିବେ, ବାଜ୍ୟ ଲୋକ ଚୁପ୍ ଚୁପ୍ ଏମିତି କହିବେ, ବିରକ୍ତିକର କଥାବାର୍ତ୍ତା କରି ଶତ୍ରୁ ସୃଷ୍ଟି କରିବେ। ରାତି 11ଟା ପରେ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆସିବ। ରାତି 11ଟା ପରେ ହସ୍ତା ନକ୍ଷତ୍ର ପାଇଁ ଅଶୁଭ, ସାବଧାନ, ବାଣ ଫୁଟେଇବନି। ତୁଳା ରାଶିର ଲୋକେ ବଡ଼ ଚତୁର, ସମସ୍ତେ ନୁହଁ, ତୁଳା ରାଶିର ଲୋକମାନଙ୍କ ମଧ୍ୟରୁ ଯିଏ ଚତୁର, ବୁଦ୍ଧିମାନ, ଜ୍ଞାନୀ, ସେ ଆଖି ବୁଜି କାନରେ ତୁଳା ଦେଇ ଦିନ 9ଟା 40 ଯାଏ ଚୁପ୍ ରହିଯିବା ଉଚିତ। ତୁଳା ରାଶିର ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଜ୍ଞାନୀ, ବୁଦ୍ଧିମାନ, ଚତୁର, ଚାଲାଖି, ସେମାନେ ଆଖି ବୁଜି କାନରେ ତୁଳା ଦେଇ ଚୁପଚାପ ରହିଯିବା ଉଚିତ। ଯଦି ଏହା ନ କରିବେ ତାହେଲେ ଗୁଡ଼ାଏ ବୃଥା ବ୍ୟୟ ହେବ। ଅବଶ୍ୟ ଦେହ ମୁଣ୍ଡରେ ବ୍ୟଥା ହେବ, ପୁରୁଣା ରୋଗ କଷ୍ଟ ଦେବ, ମାତ୍ର 9ଟା 40 ପରଠାରୁ ବଢ଼ିଆ ସମୟ ଆସିବ। ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ, ଆୟ ବଢ଼ିଯିବ। 9ଟା 40 ପରେ ସବୁ ସୁଖ ସୁବିଧା ମିଳିବ, ଶାନ୍ତି ମିଳିବ। 9ଟା 40 ଯାଏଁ ଦେହ ଖରାପ ହେବ, ମୁଣ୍ଡ ବିନ୍ଧିବ, ଗୋଡ଼ ଗଣ୍ଠି ସବୁ ଦରଜ ହେବ। ଆଉ ବୃଥା ବ୍ୟୟ କରିବା ପାଇଁ କିଛି ସ୍ୱାର୍ଥପର ଲୋକ, ସିଏ ଆପଣ ଲୋକ ହେଇପାରନ୍ତି, ବାହାର ଲୋକ ହେଇପାରନ୍ତି, ବାଧ୍ୟ କରିବେ, ବୁଲେଇବେ, ଭୁଲେଇବେ, ପ୍ୟାକେଟରୁ ପଇସା ସରିଗଲେ ସେମାନେ କେହି ପାଖ ମାଡ଼ିବେନି। ତ 9ଟା 40 ଯାଏ କାହା କଥା ଶୁଣନ୍ତୁନି, ନିଜ ବୁଦ୍ଧି ବିଦ୍ୟାରେ କାମ କରନ୍ତୁ। ତାପରଠୁ ସବୁ ପ୍ରକାର ସୁଖ ମିଳିବ, ଉତ୍ତମ ଭୋଜନ ମିଳିବ, ସମସ୍ତ ପ୍ରକାର ଯୋଜନା କାର୍ଯ୍ୟକାରୀ ହେବ, ସମସ୍ତ ଲୌକିକ ସୁଖ ମିଳିବ। ସ୍ୱାତିର ରାତି 10ଟା 55 ପରେ, ସ୍ୱାତି ନକ୍ଷତ୍ରର ରାତି 10ଟା 55 ପରେ ଅଶୁଭ ସମୟ ଆସିବ, ସାବଧାନ, ବାଣ ଫୁଟେଇବନି। ଆଚ୍ଛା, ବିଛା ରାଶି ପାଇଁ ଆଜି ସକାଳ 9ଟା 35 ଯାଏ ଶୁଭ। ବିଛା ରାଶି ପାଇଁ ଆଜି ସକାଳ 9ଟା 35 ଯାଏ ଶୁଭ, ତା ପରଠାରୁ ଅଶୁଭ ସମୟ ଆସିବ। ଅନୁରାଧା ନକ୍ଷତ୍ର ରାତି 11ଟା ପରଠାରୁ ଅତି ଅଶୁଭ ସମୟ ଆସିବ। ଦେହ ଆଜି ଅସୁସ୍ଥ ହେବ, ବୃଥା ବ୍ୟୟ ହେବ, ମାନସିକ ଦୁଶ୍ଚିନ୍ତା ବଢ଼ିଯିବ, ପ୍ରିୟ କଥା ଅପ୍ରିୟ ଲାଗିବ। ତେଣୁ ଆଜି ସମସ୍ତ ପ୍ରକାର ସମୟ, ସବୁ ପ୍ରକାର ସମୟ ଆଜି ଟିକେ ଖରାପ ଫଳ ଦେବ, ସାବଧାନ। ଧନୁ ରାଶିର ପୂର୍ବଷାଢ଼ା ନକ୍ଷତ୍ରର ରାତି 11ଟା ପରଠାରୁ ଅଶୁଭ ସମୟ ଆସିବ। ଧନୁ ରାଶି ପୂର୍ବଷାଢ଼ା ନକ୍ଷତ୍ରର ରାତି 11ଟା ପରଠାରୁ ଅଶୁଭ ସମୟ ଆସିବ, ବାଣ ଫୁଟେଇବନି। ମାତ୍ର ଆଜି ସକାଳୁ 9ଟା 40 ଯାଏ କର୍ମ ପ୍ରତି ଆଗ୍ରହ ଆସିବ, କିଛି କାମ କରି ଖୁସି ହେବେ। ତା ପରଠାରୁ ଆୟ ବଢ଼ାଇବା ପାଇଁ ଚେଷ୍ଟା କରିବେ, ଆୟ ବଢ଼ିଯିବ। ଉତ୍ତମ ମିତ୍ର, ସୁଭୋଜନ ନିଶ୍ଚୟ ପାଖକୁ ଆସିବ। ପୂର୍ବ ପୀଡ଼ା, ରୋଗ ଆଦି ଦୁଃଖ ଆଉ ଦବନି, ଦିନଟି ଭଲରେ ଯିବ। ବାସ୍। ତାପରେ ଆସିବା ମକର ପାଖକୁ। ମକର ରାଶିର ଶ୍ରବଣା ନକ୍ଷତ୍ର ପାଇଁ, ମକର ରାଶିର ଶ୍ରବଣା ନକ୍ଷତ୍ର ପାଇଁ ରାତି 11ଟା ଠାରୁ ଅଶୁଭ ସମୟ ଆସିବ। ମକର ରାଶିର ବୁଦ୍ଧିମାନ ଲୋକେ ସକାଳ 9ଟା 35 ଯାଏ ନୀରବତା ରକ୍ଷା କରିବା ଉଚିତ। ମକର ରାଶିର ଯେ ବୁଦ୍ଧିମାନ ଲୋକ, ସିଏ ସକାଳ 9ଟା 35 ଯାଏ ନୀରବତା ପାଳନ କଲେ ଭଲ।
ଏହି ସମୟ ତକ ବଡ଼ ଗଣ୍ଡଗୋଳିଆ ପରିସୃଷ୍ଟି କରିବ। 9ଟା 35 ଯାଏ ବଡ଼ ଭଲ ସମୟ ନୁହଁ, ଗଣ୍ଡଗୋଳିଆ ପରେ ସୃଷ୍ଟି ହେବ, ମାନସିକ ଅଶାନ୍ତି ବଢ଼ିଯିବ, ଅପମାନ ମିଳିପାରେ। 9ଟା 35 ପରଠାରୁ କର୍ମ ପ୍ରତି ଶ୍ରଦ୍ଧା ଆସିବ, ଆଦର ଆସିବ। କର୍ମ, ବୃତ୍ତି, ବାଣିଜ୍ୟ, ସେବା ଯିଏ ଯାହା କରି ପେଟ ପୋଷୁଛ ତାଠାରୁ ଆଜି ସୁଖ, ଆନନ୍ଦ, ଧନ ସବୁକିଛି ମିଳିବ। ମିତ୍ର ପାଖେଇ ଆସିବେ। 9ଟା 40 ଯାଏଁ ଟିକେ ଚୁପ୍ ରହିଲେ ଭଲ ମକର ରାଶିଆ, ନହେଲେ ଅପମାନ ନିଶ୍ଚୟ ମିଳିବ। ଦେହ ମୁଣ୍ଡ ଖରାପ ହେବ, ମୁଣ୍ଡ ବିଗିଡ଼ିଯିବ। 9ଟା 40 ପରଠୁ ତମେ ଯେଉଁ କାମରେ ହାତ ଦେବ ସେ କାମ ଲାଭ ପାଇବ। କୁମ୍ଭ ରାଶିର ଶତଭିଷା ନକ୍ଷତ୍ରର ରାତି 11ଟା ପରେ ଅଶୁଭ ସମୟ ଆସିବ। ବାଣ ଫୁଟେଇବନି। ଶତଭିଷା ନକ୍ଷତ୍ର ବାଲା କୁମ୍ଭ ରାଶିର ଶତଭିଷା ନକ୍ଷତ୍ରର ରାତି 11ଟା ପରେ ଅଶୁଭ ସମୟ ଆସିବ। ଏଣୁ ସାବଧାନତା ଅବଲମ୍ବନ କରିବା ଉଚିତ। କୁମ୍ଭ ରାଶିର ଲୋକେ ସକାଳ 9ଟା 35 ଯାଏ ଦେହ ଅସୁସ୍ଥ ରହିବ, ଦେହ ଓ ମନ ଦୁର୍ବଳ ହୋଇଯିବ। ତା ପରଠାରୁ ମୌନ ବ୍ରତ ଅବଲମ୍ବନ କରିବା ଉଚିତ। ଅପମାନିତ ହେବାକୁ ପଡ଼ିବ। କାହାକୁ କିଛି ଉପଦେଶ ଦେବେନି, ପରାମର୍ଶ ଦେବେନି। ନଦେଲେ ଭଲ ଆୟ କମିଯିବ। ଖାଦ୍ୟପେୟ, ବନ୍ଧୁ ମିତ୍ର ସୁଖ ଦେବେନି। କୁମ୍ଭ ରାଶି ପାଇଁ ଆଜି ଆଦୌ ଭଲ ଦିନ ନୁହଁ। ତେଣୁ ସେମାନେ ଟିକେ ଦକ୍ଷିଣ କାଳୀ ମନ୍ଦିରକୁ ଯାଇ ମୁଣ୍ଡ ମାଡ଼ି ପ୍ରଣାମ କରି ନିଜ ଦୁଃଖ ମା'କୁ ଜଣାନ୍ତୁ ନା। ମୀନ ରାଶିର ରେବତୀ ନକ୍ଷତ୍ରର ରାତି 11ଟା ଠାରୁ ଅଶୁଭ ସମୟ ଆସିବ। ତେଣୁ ବାଣ ଫୁଟେଇବନି 11ଟା ପରେ। ମୀନ ରାଶିର ରେବତୀ ନକ୍ଷତ୍ରର ରାତି 11ଟା ଠାରୁ ଅଶୁଭ ସମୟ ଆସିବ। ରାତି କଥା ସାବଧାନ, ରାତି କଥା। ତେଣୁ ସାବଧାନତା ଅବଲମ୍ବନୀୟ। ସକାଳୁ ମାନେ 9ଟା 35 ଯାଏ ବଡ଼ ଶୁଭରେ ଦିନ ଆରମ୍ଭ ହେବ। ସକାଳୁ ମାନେ 9ଟା 35 ଯାଏ ବଡ଼ ଶୁଭରେ ଦିନ ଆରମ୍ଭ ହେବ। ମାତ୍ର 9ଟା 35 ପରଠାରୁ ଦେହ ଖରାପ ହେବ। ମଙ୍ଗଳବାର 9ଟା 35 ପରଠାରୁ ଦେହ ଖରାପ ହେବ। ପୁରୁଣା ରୋଗ ଥିଲେ ଭାରି ପୀଡ଼ା ଦେବ। ଏଣୁ ପୁରୁଣା ରୋଗୀ ସାବଧାନ। କିଛି ନା କିଛି ରୋଗ ନିଶ୍ଚୟ ପୀଡ଼ା ଦେବ। ତମେ ନିଜେ ନିଜକୁ ସନ୍ଦେହ କରିବ। ମୀନ ରାଶିର ଲୋକେ ନିଜେ ନିଜକୁ ସନ୍ଦେହ କରିବ। ମୋର କେଉଁ ମନ୍ଦ କାମ ପାଇଁ ମୁଁ ହଇରାଣ ହେଉଛି। ଖାଦ୍ୟ ରୁଚିକର ହେବନି। ଆପଣା ଲୋକ ଓ ବନ୍ଧୁମାନେ ହଇରାଣ କରିବେ। କୁମ୍ଭ ପରି ମୀନର ବି ଆଜି ଭଲ ଦିନ ନୁହଁ। ତେଣୁ ସାବଧାନ। ମଙ୍ଗଳବାର କଥା କହୁଛି। ବନ୍ଧୁ, ଈଶ୍ୱରଙ୍କ କରୁଣାରୁ ଆମେ ଦୁଃଖ ସୁଖ ହେଉଛେ। ସିଏ ଦୟା କରିବେ। ଆସନ୍ତାକାଲି ଠିକ୍ ଏହି ସମୟରେ ମୁଁ ଆପଣଙ୍କୁ 2 ପଦ କହିବି। ରହିଲି, ନମସ୍କାର।